ବିଲାପୁରରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରସ୍ତୁତି। କୋରାପୁଟ ଜିଲ୍ଲା ସେମିଲିଗୁଡ଼ା ବ୍ଲକ ଅନ୍ତର୍ଗତ ସୁବାଇ ଗ୍ରାମ ପଞ୍ଚାୟତର ବିଲାପୁଟ ଗ୍ରାମରେ ନିର୍ମିତ ହୋଇଛି ଜଗତର ନାଥ କୋଟି ଓଡ଼ିଆଙ୍କ ପ୍ରଭୁ ଜଗନ୍ନାଥ ମନ୍ଦିର। ସୁନ୍ଦର ପରିବେଶ ମଧ୍ୟରେ ଏକ ପବିତ୍ର ସ୍ଥାନରେ ଏହି ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଥିବା ବେଳେ ଏ ଜଗନ୍ନାଥ ମନ୍ଦିର ପାଇଁ ଏ ଅଞ୍ଚଳରେ ଆନନ୍ଦର ଲହରୀ ଖେଳିଯାଇଛି। ନିଜ ପାଖରେ ନିଜର ପ୍ରିୟର ଠାକୁରଙ୍କୁ ପୂଜା କରି ଦର୍ଶନ କରିବାର ସୁଯୋଗ ପାଇପାରିବେ ଏ ଅଞ୍ଚଳବାସୀ। ଅଭିଜ୍ଞ ଶିଳ୍ପୀଙ୍କ ଦ୍ୱାରା ଜଗନ୍ନାଥ ମନ୍ଦିର ଖୁବ୍ ଆକର୍ଷଣୀୟ ଭାବରେ ନିର୍ମିତ ହୋଇଥିବା ଯୋଗୁଁ ଏ ଅଞ୍ଚଳରେ ଖୁବ୍ ଶୋଭାବର୍ଦ୍ଧନ କରୁଛି। ତା ସହିତ ମନ୍ଦିର ନିର୍ମାଣ ପରେ ଏ ଅଞ୍ଚଳରେ ଏକ ଭକ୍ତି ଭାବନାର ପରିବେଶ ସୃଷ୍ଟି ହୋଇଛି। ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ଏହି ଜଗନ୍ନାଥ ମନ୍ଦିର ନିର୍ମାଣ କରାଯାଇଥିବା ବେଳେ ଏଥିରେ ଅନେକ ବଦାନ୍ୟ ବ୍ୟକ୍ତି ମଧ୍ୟ ସାମିଲ ହୋଇଛନ୍ତି। ସେହି ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଏବେ ଚାଲିଛି ପ୍ରସ୍ତୁତି ପର୍ବ। ଆସନ୍ତା ଜାନୁଆରୀ 28 ତାରିଖରୁ ଫେବୃଆରୀ 2 ତାରିଖ ପର୍ଯ୍ୟନ୍ତ ବିଲାପୁଟର ଏହି ପ୍ରଭୁ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆୟୋଜନ ହେବାର ସ୍ଥିର କରାଯାଇଛି। ଏହି ପ୍ରତିଷ୍ଠା ଉତ୍ସବରେ ଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ସୁଦର୍ଶନଙ୍କ ଦାରୁ ବିଗ୍ରହ ଓ ନୂତନ ମନ୍ଦିର ପାର୍ଶ୍ୱ ଦେବତା ଶ୍ରୀ ଲକ୍ଷ୍ମୀ, ବିମଳା, ଗଣେଶ, ହନୁମାନ, ଶିବ, ନବଗ୍ରହଙ୍କ ସ୍ଥାପନ କରାଯିବ। ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବୈଦିକ ବିଦ୍ୱାନ ପଣ୍ଡିତମାନଙ୍କ ଦ୍ୱାରା ବେଦଧ୍ୱନି ମୁଖରିତ ପରିବେଶରେ ଖୁବ୍ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଳନ କରାଯିବ। ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରତ୍ୟେକ ଦିନ ସନ୍ଧ୍ୟା ସମୟରେ ପ୍ରବଚନ ଏବଂ ଭଜନ ସମାରୋହ କାର୍ଯ୍ୟକ୍ରମର ବ୍ୟବସ୍ଥା କରାଯାଇଛି। ତା ସହିତ ସକାଳ ଓ ସନ୍ଧ୍ୟାରେ ଅନ୍ନ ପ୍ରସାଦର ବ୍ୟବସ୍ଥା ମଧ୍ୟ କରାଯାଇଛି। ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବର ପ୍ରଥମ ଦିବସରେ କଳସ ଯାତ୍ରା, ବନଯୋଗ, ଦୀକ୍ଷାଗ୍ରହଣ, ଅଙ୍କୁରପଣ, ଦ୍ୱିତୀୟ ଦିବସରେ ପାର୍ଶ୍ୱ ମନ୍ଦିର ରତ୍ନମୁଦି ପ୍ରତିଷ୍ଠା କର୍ମାରମ୍ଭ, ଅଗ୍ନି ସଂସ୍କାର, ତୃତୀୟ ଦିବସରେ ସୂର୍ଯ୍ୟପୂଜା, ଗୋପୂଜା, ଗୁରୁପୂଜା, ମଣ୍ଡଳ ପୂଜା, ଘୃତ ପୂଜା, ଧନ୍ୟାଧିବାସ, ଚତୁର୍ଥ ଦିବସରେ ସୂର୍ଯ୍ୟପୂଜା, ଘୃତ ପୂଜା ସହିତ ସମସ୍ତ ପ୍ରାସାଦ ଅଧିବାସ ଓ ବିଗ୍ରହ ଅଧିବାସ, ପଞ୍ଚମ ଦିବସରେ ଦେବତାଙ୍କ ମହାସ୍ନାନ, ପ୍ରାସାଦ ମହାସ୍ନାନ, ନିଦ୍ରାଧିବାସ, ଘୃତଯଜ୍ଞ, ଗୀତାଯଜ୍ଞ ଏବଂ ଷଷ୍ଠ ଦିବସରେ ସୂର୍ଯ୍ୟପୂଜା, ଘୃତଯଜ୍ଞ, ରାତ୍ର ଶ୍ରୀବିଗ୍ରହଙ୍କର ବ୍ରହ୍ମସ୍ନାନ ସ୍ଥାପନ, ପ୍ରାଣ ପ୍ରତିଷ୍ଠା ପାର୍ଶ୍ୱ ଦେବତା ସ୍ଥାପନ, ଚତୁର୍ଦ୍ଧା ମୂର୍ତ୍ତିଙ୍କର ସିଂହାସନ ବିଜେ ଧ୍ୱଜା ଭ୍ରମଣ, ପୂର୍ଣ୍ଣାହୁତି ଭଳି କାର୍ଯ୍ୟକ୍ରମ ରହିଛି। ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଦ୍ୱାରା ଆୟୋଜିତ ହେଉଥିବା ଏହି ମନ୍ଦିର ପ୍ରତିଷ୍ଠା ଉତ୍ସବରେ ବହୁ ସଂଖ୍ୟାରେ ଯୋଗଦାନ କରିବା ପାଇଁ କମିଟି ଦ୍ୱାରା ଅନୁରୋଧ କରାଯାଇଛି। ब्यूरो रिपोर्ट, एबी न्यूज।